ଆଜି ଆମେ ଆଲୋଚନା କରିବା ଓଡ଼ିଆ ସମାଲୋଚନା ସାହିତ୍ୟର ସଂଜ୍ଞା, ସ୍ୱରୂପ ଓ ବିକାଶ ଧାରା। ଯଦି କୌଣସି ଏକ ଦୃଶ୍ୟ ବସ୍ତୁ ବା ଘଟଣା ଦୃଷ୍ଟିଗୋଚର ହେବା ମାତ୍ରେ ତାହା ବିଭିନ୍ନ ଦୃଷ୍ଟିରୁ ମନକୁ ଛୁଏଁ। ସୁନ୍ଦର ହୋଇଥିଲେ ତାହା ମନକୁ ଆକର୍ଷଣ କରେ, ଅସୁନ୍ଦର ହୋଇଥିଲେ ସେହିପରି ଆକର୍ଷଣ କରିପାରେନା। ସେଥିରୁ କିଛି ଶିଖିବାର ଥିଲେ ଶିକ୍ଷଣୀୟ ଦିଗକୁ ଗ୍ରହଣ କରାଯାଏ, ଶିଖିବାର ନଥିଲେ ତାହା ଉପେକ୍ଷିତ ହୁଏ। ତାହାର ସୃଷ୍ଟି ମୂଳରେ ଥିବା ଆବଶ୍ୟକତା ଅନୁରୂପ ସୃଷ୍ଟି ତୁଳନାରେ ତାର ଉପଦେୟତା ଏପରି ନ ହେଇ କିପରି ହୋଇଥିଲେ ତାହା ଅଧିକ ଉପଯୋଗୀ ହୋଇପାରିଥାନ୍ତା ଇତ୍ୟାଦି ବହୁ ଦିଗରୁ ଭଲମନ୍ଦ ବିଚାର କରିବାର ପ୍ରବୃତ୍ତି ମନରେ ସ୍ୱତଃ ଜାତ ହୁଏ। ସେହି ପ୍ରବୃତ୍ତି ହିଁ ସମାଲୋଚନା ସୃଷ୍ଟି ହୁଏ, ଯାହା ସାହିତ୍ୟକୁ ସୁସ୍ଥ ରଖିବା ଭଳି ଏକ ପବିତ୍ର କର୍ତ୍ତବ୍ୟ ସମ୍ପାଦନ କରୁଥିବାରୁ ସାହିତ୍ୟ ସମାଲୋଚନାକୁ ସାହିତ୍ୟର ସ୍ୱାସ୍ଥ୍ୟ ତତ୍ତ୍ୱ କୁହାଯାଇପାରେ। ତ ଯୋଗ୍ୟ ତଥା ଜ୍ଞାନୀ ସମାଲୋଚକ ହିଁ ସମାଲୋଚନାକୁ ସୁସ୍ଥ ଓ ନିରପେକ୍ଷ କରିଥାଏ, ନଚେତ୍ ସାହିତ୍ୟର ଅଭିବୃଦ୍ଧି ବାଧାପ୍ରାପ୍ତ ହେବାର ସମ୍ଭାବନା ଖୁବ୍ ବେଶୀ ଥାଏ। ସମାଲୋଚକ ଉଦାର ଓ ବିଦ୍ୱାନ ହେବା ଉଚିତ। ବ୍ୟକ୍ତିଗତ ସ୍ୱାର୍ଥ, ଦ୍ୱେଷ ଓ ଦୁର୍ବଳତା ଠାରୁ ଦୂରେଇ ରହି ଏବଂ ସ୍ୱଚ୍ଛ ଦର୍ପଣ ତୁଲ୍ୟ ମନୋଭାବ ପୋଷଣ କରି ସ୍ରଷ୍ଟାର ସୃଷ୍ଟିକୁ ନିରପେକ୍ଷ ଦୃଷ୍ଟିରୁ ବିଚାର ଆଲୋଚନା କରୁଥିବା ସମାଲୋଚନା ହିଁ ସହୃଦୟ। ସମାଲୋଚନାର ସଂଜ୍ଞା ହେଉଛି ସମ୍ ଓ ଆ ଉପସର୍ଗ ସହିତ ଲୋଚ ଧାତୁର ଅନ୍ ପ୍ରତ୍ୟୟ ଯୋଗ ହୋଇ ସ୍ତ୍ରୀଲିଙ୍ଗରେ ସମାଲୋଚନା ଶବ୍ଦଟି ନିଷ୍ପନ୍ନ ହେବା। ଏହାର ଅର୍ଥ ହେଉଛି ସମ୍ୟକ୍ ଓ ସର୍ବତଃ ଦୃଷ୍ଟିପାତ। ତ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ ଏହାର ଅର୍ଥ ହେଉଛି କୌଣସି ବସ୍ତୁର, ବ୍ୟକ୍ତିର ବା ରଚନାର ଦୋଷ ଗୁଣାଦିର ସମ୍ୟକ୍ ଆଲୋଚନା କରିବା। ତ ସମାଲୋଚନା ଶବ୍ଦର ଇଂରାଜୀ ପ୍ରତିଶବ୍ଦ ହେଉଛି କ୍ରିଟିସିଜମ୍, ଯାହାକି ମୂଳ ଗ୍ରୀକ୍ ଶବ୍ଦ କ୍ରିଟିକୋସରୁ ଏହା ଉତ୍ପନ୍ନ ହୋଇଛି। କ୍ରିଟିକୋସର ଅର୍ଥ ଜଜମେଣ୍ଟ, ଯାହା ଓଡ଼ିଆରେ ହେଉଛି ନିଷ୍ପତ୍ତି, ସିଦ୍ଧାନ୍ତ, ବିଚାର ବା ରାୟ। ପାଶ୍ଚାତ୍ୟ ସାହିତ୍ୟରେ ଗ୍ରୀକମାନଙ୍କ ଠାରୁ ଖ୍ରୀଷ୍ଟପୂର୍ବ 5ମ ଶତାବ୍ଦୀରୁ ଏ ସମାଲୋଚନାର ଆରମ୍ଭ ହୋଇଥାଏ। ଇଂରାଜୀ ଦାର୍ଶନିକମାନଙ୍କ ଦ୍ୱାରା ସମାଲୋଚନା ବହୁବିଧ ପରିବର୍ତ୍ତନ ଦେଇ ଗତି କରିଛି ଏବଂ ଶେଷରେ ଆଧୁନିକ ଅବସ୍ଥାରେ ସେ ପହଞ୍ଚିଛି। ବର୍ତ୍ତମାନ ସମାଲୋଚନାର ଯେଉଁ ସଂଜ୍ଞାଟି ସର୍ବଗୃହୀତ ତାହା ହେଉଛି ସମାଲୋଚନା ଏକ ସାର୍ବଜନୀନ କଳା, ଯାହା ସାହିତ୍ୟର ଦୋଷଗୁଣ ସମ୍ବନ୍ଧୀୟ ସମ୍ୟକ୍ ଆଲୋଚନା କରି ପାଠକକୁ ସାହିତ୍ୟ ସହିତ ପରିଚିତ କରାଏ। ସମ୍ୟକ୍ ଆଲୋଚନା କହିଲେ ସାହିତ୍ୟ କୃତିର ମୌଳିକତା, ଆଙ୍ଗିକ, ଆତ୍ମିକ ଭାବ, ବସ୍ତୁ, ଭାଷା, ଶୈଳୀ, ସ୍ରଷ୍ଟା ମାନସ, ସ୍ରଷ୍ଟା ବ୍ୟକ୍ତିତ୍ୱ ଆଦି ବହୁ ଦିଗରୁ କରାଯାଇଥିବା ବିଚାରକୁ ବୁଝାଏ। ସଂକ୍ଷେପରେ କହିଲେ ସମାଲୋଚନା ହେଉଛି କୌଣସି ସାରସ୍ୱତ ସୃଷ୍ଟିର ଦୋଷଗୁଣ ବିଶ୍ଳେଷଣ କରିବା ସଙ୍ଗେ ସଙ୍ଗେ ତାର ମୂଲ୍ୟ ନିର୍ଦ୍ଧାରଣ କରିବାର କଳା। ସମାଲୋଚନାର ସ୍ୱରୂପ, ଯାହାକି ସମାଲୋଚନା ସାହିତ୍ୟର ଏକ ଅଙ୍ଗ। ଏହା ସାହିତ୍ୟର ଅଭିବୃଦ୍ଧି ତଥା ପରିପୃଷ୍ଠରେ ସହାୟକ ହୋଇଥାଏ। ପୁନଶ୍ଚ ଏହା ସାହିତ୍ୟ ସୃଷ୍ଟିକୁ ପରିମାର୍ଜିତ କରେ, ଉତ୍ସାହିତ ମଧ୍ୟ କରେ। ଏ ଦୃଷ୍ଟିରୁ ସମାଲୋଚନା ଏକ ସୃଷ୍ଟିଶୀଳ ସାହିତ୍ୟ। ସାହିତ୍ୟର ଅନ୍ୟ ବିଭାଗ ଅପେକ୍ଷା ଏହା ଏକ କଷ୍ଟକର ରଚନା। ସାହିତ୍ୟକୁ ଯଦି ଜୀବନର ବ୍ୟାଖ୍ୟା ଭାବରେ ଗ୍ରହଣ କରାଯାଏ, ତେବେ ସମାଲୋଚନା ହେଉଛି ସେହି ବ୍ୟାଖ୍ୟାର ବ୍ୟାଖ୍ୟା। ସମ୍ୟକ୍ ଆଲୋଚନା ବଳରେ ସାହିତ୍ୟର ଉତ୍କର୍ଷ ବା ଅପକର୍ଷ ବିଚାର କରିବା ସମାଲୋଚନାର ଧର୍ମ। ସମାଲୋଚନା ବା ସମୀକ୍ଷା ଏକ ତାତ୍ତ୍ୱିକ ରୀତି। କୌଣସି କଳାକୃତିରେ କିଛି ଦର୍ଶନୀୟ ପଦାର୍ଥ ଥିଲେ ତାହାକୁ ତାତ୍ତ୍ୱିକ ଦୃଷ୍ଟିରେ ଦେଖି ଦେଖାଇ ଦେବାରେ ସମାଲୋଚନା ଏକ ବିଶେଷ ଭୂମିକା ଗ୍ରହଣ କରେ। ସମାଲୋଚନା ପ୍ରାଚୀନ ସାହିତ୍ୟରେ ଥିଲା ଏବଂ ଟୀକା ଓ
ବ୍ୟାଖ୍ୟା ରୂପରେ ପ୍ରକାଶ ପାଉଥିଲା। ସମୟର ଗତି ସଙ୍ଗେ ତାଳ ଦେଇ ସମାଲୋଚନା ରୂପ ବଦଳାଇବାରେ ଲାଗିଛି। କାବ୍ୟ, କବିତା, ଉପନ୍ୟାସ, ଗଳ୍ପ, ନାଟକ, ଏକାଙ୍କିକା, ପ୍ରବନ୍ଧ, ଭ୍ରମଣ କାହାଣୀ, ଜୀବନୀ, ଆତ୍ମଜୀବନୀ, ସମ୍ବାଦ ସାହିତ୍ୟ ଇତ୍ୟାଦି କ୍ଷେତ୍ରରେ ସମାଲୋଚନା ପ୍ରବେଶ କରିପାରିଛି। ଏବେ ଆମେ ସମାଲୋଚନାର ବିକାଶ ଧାରା କିପରି ଭାବରେ ହୋଇଛି ତାହାକୁ ଆମେ ଆଲୋଚନା କରିବା। ସମାଲୋଚନା ମୌଳିକ ସୃଷ୍ଟି ନୁହେଁ, କିନ୍ତୁ ତା'ର ନିଜସ୍ୱ ସୃଜନ କ୍ଷେତ୍ର ରହିଛି। ମୂଳ ରଚନାର ସ୍ରଷ୍ଟା ଯାହା ଦେଖାଇ ପାରିନଥାନ୍ତି, ସମାଲୋଚନାରେ ସମାଲୋଚକ ତାହା ଦେଖାଇ ପାରିଥାନ୍ତି। ପ୍ରାଚୀନ ଓଡ଼ିଆ ସାହିତ୍ୟ ଓ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟରେ ସମାଲୋଚନାର ସ୍ଥିତି ଥିଲା। ଓଡ଼ିଆ ସାହିତ୍ୟର ବିକାଶ ସଙ୍ଗେ ସଙ୍ଗେ ଏହା ସ୍ୱତଃ ପ୍ରକାଶ ଲାଭ କରିଥିଲା। ତ ସାରଳା ଦାସ, ବଳରାମ ଦାସ, ଜଗନ୍ନାଥ ଦାସ ଓ ଅନ୍ୟାନ୍ୟ ସମକାଳୀନ ଓ ପରବର୍ତ୍ତୀକାଳୀନ ଓଡ଼ିଆ କବିଗଣ ମଙ୍ଗଳାଚରଣ, ବସ୍ତୁ ନିର୍ଦ୍ଦେଶ, ସ୍ୱାଦସ୍ତୁତି, ଫଳନିନ୍ଦା ଆଦିରେ ନିଜ ନିଜ କାବ୍ୟ ସମୀକ୍ଷାର ସୂଚନା ଦେଇଛନ୍ତି। ତ ସେମାନଙ୍କ ରଚନାବଳୀରେ ଆତ୍ମପରିଚୟ, ବିଷୟ ଆହରଣର କ୍ଷେତ୍ର, ଶୈଳୀ ଓ ଭାଷା ପ୍ରୟୋଗ, ସ୍ୱହୃଦୟ ସମୀକ୍ଷକଙ୍କ ଭୂମିକା ଆଦି ସମାଲୋଚନାର ମୂଳ ସମସ୍ୟା ବିଷୟକ ସୂଚନାମାନ ଉପଲବ୍ଧ। ପ୍ରୀତିଯୁଗର ସର୍ବଶ୍ରେଷ୍ଠ ବିନ୍ଧାଣୀ ଉପେନ୍ଦ୍ର ଭଞ୍ଜ ରସପଞ୍ଚକ ଓ ଗୀତାଭିଧାନ ରଚନା କରି ଅଳଙ୍କାର ଗ୍ରନ୍ଥ ରଚନାର ଧାରା ସୃଷ୍ଟି କରିଥିଲେ। ଏସବୁକୁ ପ୍ରତ୍ୟକ୍ଷ ଭାବରେ ସମାଲୋଚନା ସାହିତ୍ୟ କୁହାଯାଇ ନ ପାରିଲେ ମଧ୍ୟ ଏଥିରେ ସମାଲୋଚନାର ବୀଜ ନିହିତ ହୋଇଛି। ଓଡ଼ିଆ ସମାଲୋଚନା ସାହିତ୍ୟ କହିଲେ ଆଜି ଯାହା ବୁଝାଯାଏ, ତାହା ସୃଷ୍ଟି ହୋଇଥିଲା ଊନବିଂଶ ଶତାବ୍ଦୀର ଶେଷ ପାଦରେ। ଆଧୁନିକ ସାହିତ୍ୟର ଆଦି ପର୍ବରେ ସମାଲୋଚନା ସାହିତ୍ୟ ତା'ର ଜୟଯାତ୍ରା ଆରମ୍ଭ କରିଛି। 1803ରେ ଓଡ଼ିଶାରେ ଇଂରେଜମାନଙ୍କ ଶାସନାଧୀନ ହେଲା ପରେ ଓଡ଼ିଶାର ଶିକ୍ଷା ଓ ସଂସ୍କୃତିରେ ପରିବର୍ତ୍ତନ ଦେଖାଦେଲା। ତ ଖ୍ରୀଷ୍ଟିଆନ ପାଦ୍ରୀମାନେ ଓଡ଼ିଶାରେ ପ୍ରବେଶ କରି ଖ୍ରୀଷ୍ଟ ଧର୍ମ ପ୍ରଚାର ଆରମ୍ଭ କରିଦେଇଥିଲେ। ଓଡ଼ିଶାରେ ଇଂରେଜମାନେ ନୂତନ ଶିକ୍ଷାନୀତିର ପରିବର୍ତ୍ତନ କଲେ। ଫଳରେ ଓଡ଼ିଶାବାସୀ ପାଶ୍ଚାତ୍ୟ ଶିକ୍ଷା ଲାଭର ସୁଯୋଗ ପାଇଲେ ଓ ତତ୍ସଙ୍ଗେ ସଙ୍ଗେ ଓଡ଼ିଆ ସମାଲୋଚନା ସାହିତ୍ୟ ବିକଶିତ ହେବାକୁ ଲାଗିଲା। ତ ଓଡ଼ିଆରେ ବହୁ ପତ୍ରପତ୍ରିକା ପ୍ରକାଶିତ ହେଲା। ଏସବୁ ମଧ୍ୟରେ ଉତ୍କଳ ମଧୁପ, ଇନ୍ଦ୍ରଧନୁ, ବିଜୁଳି, ଉତ୍କଳ ସାହିତ୍ୟ ଇତ୍ୟାଦି ପତ୍ରିକା ପ୍ରଧାନ। ସେସବୁର ପ୍ରକାଶନ ଓଡ଼ିଆ ସମାଲୋଚନା ସାହିତ୍ୟର ବିକାଶରେ ସହାୟକ ହେଲା। ଏହା ଊନବିଂଶ ଶତାବ୍ଦୀର ଶେଷ ଘଟଣା ଏବଂ ଏହି ସମୟକୁ ଓଡ଼ିଆ ସମାଲୋଚନା ସାହିତ୍ୟର ପ୍ରସ୍ତୁତି ପର୍ବ କୁହାଯାଇପାରେ। ଊନବିଂଶ ଶତାବ୍ଦୀର ସୁଦୃଢ଼ ଭିତ୍ତିଭୂମିରେ ବିଂଶ ଶତାବ୍ଦୀର ଓଡ଼ିଆ ସମାଲୋଚନା ସାହିତ୍ୟ ସୌଧ ଗଢ଼ି ଉଠିଥିଲା। ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଅର୍ଥାତ୍ 1903ରେ ଉତ୍କଳ ସାହିତ୍ୟ ସମାଜ ଓ ଉତ୍କଳ ସମ୍ମିଳନୀର ପ୍ରତିଷ୍ଠା ବିଶେଷ ଉଲ୍ଲେଖଯୋଗ୍ୟ। ଫଳରେ ଓଡ଼ିଶାର ସାହିତ୍ୟ ଓ ରାଜନୀତିକ କ୍ଷେତ୍ର ବ୍ୟାପକ ହେଲା। ମୁକୁର, ସତ୍ୟବାଦୀ, ସହକାର, ଯୋଗବୀଣା, ନବଭାରତ, ଡଗର, ନୂଆକଣ୍ଠ ଇତ୍ୟାଦି ପତ୍ରିକା ପ୍ରାକ୍ ସ୍ୱାଧୀନତା କାଳରେ ପ୍ରକାଶିତ ହୋଇ ବହୁ ସମାଲୋଚନାମୂଳକ ରଚନାକୁ ପ୍ରୋତ୍ସାହିତ କଲେ। ତ ଏହାଦ୍ୱାରା ବହୁ ସମାଲୋଚକ ସୃଷ୍ଟି ହେଲେ। ଓଡ଼ିଆ ସାହିତ୍ୟରେ ସମାଲୋଚନା ଦିଗଟି ରୁଦ୍ଧିମନ୍ତ ହେବାକୁ ଲାଗିଲା। ଓଡ଼ିଆ ସମାଲୋଚନା ସାହିତ୍ୟର ଉନ୍ମେଷ କାଳରେ ଫକୀରମୋହନ ସେନାପତି, ରାଧାନାଥ ରାୟ, ମଧୁସୂଦନ ରାଓ, ରାମଶଙ୍କର ରାୟ, ବିଶ୍ୱନାଥ କର, କୃଷ୍ଣପ୍ରସାଦ ଚୌଧୁରୀ, ନନ୍ଦକିଶୋର ବଳ, ଗୋପାଳ ଚନ୍ଦ୍ର ପ୍ରସାଦ, ଶ୍ୟାମସୁନ୍ଦର ରାଜଗୁରୁ, ଗୋପୀନାଥ ନନ୍ଦ, ମୃତ୍ୟୁଞ୍ଜୟ ରଥ, ତାରିଣୀଚରଣ ରଥ ପ୍ରଭୃତି ସାହିତ୍ୟିକଗଣ ଏହାକୁ ବିକାଶ ପଥରେ ଆଗେଇ ନେଇଥିଲେ। ଓଡ଼ିଆ ସାହିତ୍ୟରେ ଆଧୁନିକ ଯୁଗର ସ୍ରଷ୍ଟା ବ୍ୟାସକବି ଫକୀରମୋହନ ସେନାପତି, ଗୋପାଳକୃଷ୍ଣ
ମାଇକେଲ ମଧୁସୂଦନ ପ୍ରମୁଖ କବିଙ୍କ ସମ୍ପର୍କରେ ଆଲୋଚନା କରି ନିଜ ସମାଲୋଚନା ଶୈଳୀର ପରିଚୟ ଦେଇଛନ୍ତି। ତାଙ୍କର କେତେକ ଅଭିଭାଷଣରେ ମଧ୍ୟ ଓଡ଼ିଆ ଭାଷାର ପରିଚୟ ଓ ଓଡ଼ିଆ ଭାଷାର ପତନର କାରଣ ସମ୍ପର୍କୀୟ ବିବରଣୀ ପ୍ରକାଶ ପାଇଛି। ତ କବିବର ରାଧାନାଥ ରାୟଙ୍କ ରମ୍ୟ ଗଦ୍ୟ ରଚନା ସ୍ୱଳ୍ପ ହେଲେ ହେଁ ସେଥିରେ ସମାଲୋଚନାର ସ୍ୱରୂପ ଉପଲବ୍ଧି ହୁଏ। ଗଙ୍ଗାଧର ମେହେର ମୁଖ୍ୟତଃ କବି ହେଲେ ହେଁ ଜଣେ ସମାଲୋଚନାର ପ୍ରାଣସତ୍ତା ତାଙ୍କଠାରେ ବିଦ୍ୟମାନ ଥିଲା। ଏହା ପ୍ରମାଣିତ ହୁଏ ଶଶିଭୂଷଣ ରାୟଙ୍କ ଦାକ୍ଷିଣାତ୍ୟ ଭ୍ରମଣ ଆଲୋଚନାରୁ। ଶ୍ୟାମସୁନ୍ଦର ରାଜଗୁରୁଙ୍କ ପ୍ରବନ୍ଧାବଳୀ ଓଡ଼ିଆ ସମାଲୋଚନା ସାହିତ୍ୟରେ ଏକ ଉଲ୍ଲେଖନୀୟ କୃତି। ଓଡ଼ିଆ ଭାଷାର ଇତିହାସ, ଓଡ଼ିଆ ସାହିତ୍ୟର ଇତିହାସ ଓ ଓଡ଼ିଆ ଛାନ୍ଦର ବିଚାରର ଏହା ଏକ ଗୌରବାଞ୍ଜଳ ସୃଷ୍ଟି। ସମକାଳୀନ ଓଡ଼ିଆ ସମାଲୋଚନା ସାହିତ୍ୟରେ ଗୋପୀନାଥ ନନ୍ଦ ଚିରସ୍ମରଣୀୟ। ଶ୍ରୀ ଭାରତ ଦର୍ପଣରେ ସେ ସାରଳା ମହାଭାରତର ପାଣ୍ଡିତ୍ୟପୂର୍ଣ୍ଣ ଆଲୋଚନା କରିଛନ୍ତି। ସଂସ୍କୃତ ମହାଭାରତ ସହିତ ତୁଳନା କରି ସେ ସାରଳା ମହାଭାରତର ଉତ୍କର୍ଷ ପ୍ରତିପାଦନ କରିଛନ୍ତି। ସେହିପରି ସଂସ୍କୃତ ଭାଗବତ ସହିତ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତର ଓ ସଂସ୍କୃତ ରାମାୟଣ ସହିତ ଦାଣ୍ଡି ରାମାୟଣର ତୁଳନାତ୍ମକ ସମାଲୋଚନା କରିବାରେ ସେ ସଫଳ ହୋଇଛନ୍ତି। ତାଙ୍କ ଭାଷାତତ୍ତ୍ୱ ମଧ୍ୟ ଏ କ୍ଷେତ୍ରରେ ସେ ଏକ ବଳିଷ୍ଠ ପରମ୍ପରାର ସୂତ୍ରପାତ କରିଛନ୍ତି। ତ ପରବର୍ତ୍ତୀ ସମାଲୋଚକ ହେଉଛନ୍ତି ଗୋପାଳ ଚନ୍ଦ୍ର ପ୍ରହରାଜ। ସେ ଜଣେ ନିରପେକ୍ଷ ସମାଲୋଚକ। ତ ତାଙ୍କର ଦୁଇଖଣ୍ଡି ଓଡ଼ିଆ ପୁସ୍ତକ ତାଙ୍କର ଏକ ତୁଳନାତ୍ମକ ସମାଲୋଚନା। ଏଥିରେ ସେ ଫକୀରମୋହନଙ୍କ 6 ମାଣ 8 ଗୁଣ୍ଠ ଓ ରାମଶଙ୍କର ରାୟଙ୍କ ଯୁଗଧର୍ମ ପୁସ୍ତକ ଦ୍ୱୟର ସମ୍ୟକ ଆଲୋଚନା କରିଛନ୍ତି। ସ୍ୱର୍ଗୀୟ ଫକୀରମୋହନ ଶୀର୍ଷକ ଆଲୋଚନାରେ ସେ ଫକୀରମୋହନଙ୍କ ଗଦ୍ୟ ଶୈଳୀ ଓ ଅନ୍ୟାନ୍ୟ ବିଭାଗର ଆଲୋଚନା କରିଛନ୍ତି। ତାଙ୍କର ସମୀକ୍ଷା ରୀତି ଉନ୍ନତ ଓ ବିଶ୍ଳେଷଣ ଧର୍ମୀ। ଜଣେ ସଫଳ ଗଦ୍ୟଶିଳ୍ପୀ ଓ ସମାଲୋଚକ ଭାବରେ ପଲ୍ଲୀକବି ନନ୍ଦକିଶୋର ବଳଙ୍କ ଦୃଷ୍ଟି ଅଧିକ ପ୍ରସାରିତ। ମଧୁସୂଦନ ରାଓଙ୍କ ଛନ୍ଦମାଳାର ବିଶ୍ଳେଷଣ କରି ସେ ଏହାର ଦୋଷଗୁଣର ବିଚାର କରିଛନ୍ତି। ରାଧାନାଥଙ୍କ କବିତାର ପାଣ୍ଡିତ୍ୟପୂର୍ଣ୍ଣ ସମାଲୋଚନା କରିଛନ୍ତି। ତୁଳନାତ୍ମକ ଅଧ୍ୟୟନ ତାଙ୍କ ସମାଲୋଚନାର ଏକ ଲକ୍ଷଣୀୟ ବୈଶିଷ୍ଟ୍ୟ। ପରବର୍ତ୍ତୀ ସମାଲୋଚକ ହେଉଛନ୍ତି ମୋହିନୀ ମୋହନ ସେନାପତି। ତାଙ୍କ ଆଲୋଚନା ପରିମାଣରେ ସୀମିତ ହେଲେ ହେଁ ମାନରେ ଉତ୍କୃଷ୍ଟ। ଶ୍ରୀ ମଧୁସୂଦନ ରାଓଙ୍କ ବସନ୍ତ ଗାଥାରେ ସ୍ଥାନିତ କବିତାଗୁଡ଼ିକର ସେ ଯଥାର୍ଥ ଅନୁଶୀଳନ କରିଛନ୍ତି। ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଓଡ଼ିଆ କାହାଣୀ ଉପରେ ସେ କାହାଣୀ ସମ୍ପର୍କୀୟ ଏକ ପାଣ୍ଡିତ୍ୟପୂର୍ଣ୍ଣ ଆଲୋଚନା କରିଥିଲେ। ଉତ୍କଳ ସାହିତ୍ୟରୁ ପରବର୍ତ୍ତୀ ସମାଲୋଚକ ହେଉଛନ୍ତି ମୃତ୍ୟୁଞ୍ଜୟ ରଥ। ମୃତ୍ୟୁଞ୍ଜୟ ରଥଙ୍କ ସାରଳା ଚରିତ ଓଡ଼ିଆ ସମାଲୋଚନା ସାହିତ୍ୟରେ ଏକ ଅନବଦ୍ୟ ସୃଷ୍ଟି। ବଳରାମ ଦାସ ଓ ବ୍ରହ୍ମାଣ୍ଡ ଭୂଗୋଳ, ଅଚ୍ୟୁତାନନ୍ଦ ଦାସ, ସ୍ୱର୍ଗତ ଫକୀରମୋହନ, କବିବର ରାଧାନାଥ, ବ୍ରହ୍ମଜ୍ଞ ମଧୁସୂଦନ ଇତ୍ୟାଦି କେତୋଟି ସମାଲୋଚନାତ୍ମକ ସୃଷ୍ଟିରୁ ତାଙ୍କ ଅନ୍ତର୍ଦୃଷ୍ଟିର ପରିଚୟ ମିଳେ। ବିଦଗ୍ଧ ଚିନ୍ତାମଣିର ବିଦଗ୍ଧ ଆଲୋଚନା ତାଙ୍କୁ ଜଣେ ବିଶିଷ୍ଟ ଗବେଷକ ଓ ସମାଲୋଚକର ସ୍ୱୀକୃତି ଦିଏ। ତ ପରବର୍ତ୍ତୀ ସମାଲୋଚକ ହେଉଛନ୍ତି ତାରିଣୀଚରଣ ରଥ। ତ ତାରିଣୀଚରଣ ରଥ ସାହିତ୍ୟ, ବିଜ୍ଞାନ, ଦର୍ଶନ, ଇତିହାସ ଓ ପ୍ରତ୍ନତତ୍ତ୍ୱ ସମ୍ବନ୍ଧୀୟ ବହୁ ପ୍ରବନ୍ଧ ରଚନା କରିଥିଲେ। ଉତ୍କଳ ସାହିତ୍ୟର ଇତିହାସ ରଚନା କରି ସେ ବହୁ ସୁନାମର ଅଧିକାରୀ। କେତେଜଣ ପ୍ରସିଦ୍ଧ କବିଙ୍କ ଜୀବନୀ ଓ କୃତି ସମ୍ବନ୍ଧରେ ସେ ଆଲୋଚନା କରିଥିଲେ। ଉତ୍କଳ ସାହିତ୍ୟରେ ଏଥିରେ ତାଙ୍କ ସମାଲୋଚନା ପ୍ରୀତିର ପରିଚୟ ଉପଲବ୍ଧ। ପରବର୍ତ୍ତୀକାଳୀନ ସତ୍ୟବାଦୀ ଗୋଷ୍ଠୀ ଶୁଦ୍ଧ ସାହିତ୍ୟିକ ଥିଲେ। ସେମାନଙ୍କ ରଚନାରେ ଜାତୀୟ ଜୀବନ ଓ ସଂସ୍କୃତିର ଅଭିବୃଦ୍ଧି ନିମନ୍ତେ ଅନୁପ୍ରେରଣା ଥିଲା।
ସେମାନଙ୍କ ମଧ୍ୟରେ ଗୋପବନ୍ଧୁ ଦାସ ଥିଲେ ଅଗ୍ରଗଣ୍ୟ। ସେ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଜଣେ ବଳିଷ୍ଠ ପ୍ରତିଭା ଥିଲେ ହେଁ ତାଙ୍କ ସାହିତ୍ୟ ସମାଲୋଚନା କ୍ଷେତ୍ର ପ୍ରଶସ୍ତ ନୁହେଁ। ସତ୍ୟବାଦୀ ପତ୍ରିକାରେ ବିଭିନ୍ନ ସମୟରେ ସେ ଓଡ଼ିଆ ଭାଷା ଓ ସାହିତ୍ୟ ସମ୍ପର୍କରେ ଆଲୋଚନା କରି ସୁଚିନ୍ତିତ ମତାମତ ପ୍ରଦାନ କରିଛନ୍ତି। ପରବର୍ତ୍ତୀ ସମାଲୋଚକ ନୀଳକଣ୍ଠ ଦାସ ସତ୍ୟବାଦୀ ସାହିତ୍ୟ ସାଧକମାନଙ୍କ ମଧ୍ୟରେ ଏକ ବିଶିଷ୍ଟ ସ୍ଥାନର ଅଧିକାରୀ। ସେ ଓଡ଼ିଆ ସମାଲୋଚନା ସାହିତ୍ୟକୁ ସେ ବହୁ ଭାବେ ରୁଦ୍ଧିମନ୍ତ କରିଛନ୍ତି। ଓଡ଼ିଆ ଭାଷା ଓ ସାହିତ୍ୟ, ଓଡ଼ିଆ କ୍ରମ ପରିଣାମ ଗ୍ରନ୍ଥୋଦୟ, ଓଡ଼ିଆ ସମାଲୋଚନା ସାହିତ୍ୟକୁ ତାଙ୍କର ଅମୂଲ୍ୟ ଦାନ ରହିଛି। ବିପୁଳ ସାହିତ୍ୟ କୃତିର ଅଧିକାରୀ ଗୋଦାବରୀଶ ମିଶ୍ର ଓଡ଼ିଆ ସାହିତ୍ୟରେ ଏକ ଅନନ୍ୟ ପ୍ରତିଭା ହୋଇଥିଲେ ହେଁ ସାହିତ୍ୟ ସମାଲୋଚନା ଦିଗ ପ୍ରତି ସେ ବିଶେଷ ଦୃଷ୍ଟି ଦେଇପାରିନଥିଲେ। ତ ସମକାଳୀନ ଯେଉଁ କେତେଜଣ ବିଶିଷ୍ଟ ସାହିତ୍ୟ ସାଧକ ଓଡ଼ିଆ ସମାଲୋଚନାକୁ ସମୃଦ୍ଧ କରିଥିଲେ ସେମାନଙ୍କ ମଧ୍ୟରେ ଆର୍ତ୍ତବଲ୍ଲଭ ମହାନ୍ତି, ନାରାୟଣ ମୋହନ ଦେ, ସୁଧାକର ପଟ୍ଟନାୟକ, ବିନାୟକ ମିଶ୍ର, ଗିରିଜାଶଙ୍କର ରାୟ, ଅନନ୍ତ ପଦ୍ମନାଭ ପଟ୍ଟନାୟକ, କାଳୀଚରଣ ପଟ୍ଟନାୟକ, ଗୋଦାବରୀଶ ମହାପାତ୍ର, ହରେକୃଷ୍ଣ ମହତାବଙ୍କ ଇତ୍ୟାଦି ନାମୋଲ୍ଲେଖ କରାଯାଇପାରେ। ତ ପ୍ରାଚୀନ ସମିତି ଆନୁକୂଲ୍ୟରେ ପ୍ରକାଶିତ ବହୁ ପ୍ରାଚୀନ ଓ ଗଦ୍ୟଯୁଗୀୟ ଗ୍ରନ୍ଥର ମୁଖବନ୍ଧ ରଚନା କରି ସେହି ସମୟର ଓଡ଼ିଆ ସାହିତ୍ୟକୁ ଲୋକଲୋଚନକୁ ଆଣିଛନ୍ତି ଆର୍ତ୍ତବଲ୍ଲଭ ମହାନ୍ତି। ଏହି ମୁଖବନ୍ଧ ଗୁଡ଼ିକ ମଧ୍ୟରେ ତାଙ୍କର ପାଣ୍ଡିତ୍ୟ ଓ ସମାଲୋଚନା ରୀତିର ସମ୍ୟକ୍ ପରିଚୟ ମିଳେ। ଓଡ଼ିଆ ସାହିତ୍ୟ ସମାଲୋଚନା କ୍ଷେତ୍ରରେ ନିଜର ଅବଦାନ ପାଇଁ ସେ ଚିରସ୍ମରଣୀୟ। ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା 2 ଖଣ୍ଡରେ ପ୍ରକାଶିତ ନାରାୟଣ ମୋହନ ଦେଙ୍କ ସାହିତ୍ୟ ସମାଲୋଚନାରେ ତାଙ୍କ ଗଦ୍ୟରୀତି, ପାଣ୍ଡିତ୍ୟ ଓ ସ୍ୱତନ୍ତ୍ର ବିଚାରଧାରା ପ୍ରକାଶିତ। ପରବର୍ତ୍ତୀ ସମାଲୋଚକ ସୁଧାକର ପଟ୍ଟନାୟକ ଜଣେ ସୁସମାଲୋଚକ। ସେ ବ୍ରଜନାଥ ବଡ଼ଜେନାଙ୍କ ସମର ତରଙ୍ଗ, ଚତୁର ତରଙ୍ଗ, ଚତୁର ବିନୋଦ ଓ ବ୍ରଜନାଥ ଗ୍ରନ୍ଥାବଳୀର ସେ ସୁଯୋଗ୍ୟ ସମ୍ପାଦକ। ତାଙ୍କର ଗଦ୍ୟରୀତି ସରଳ ଓ ମାର୍ଜିତ। ପରବର୍ତ୍ତୀ ସମାଲୋଚକ ପରମାନନ୍ଦ ଆଚାର୍ଯ୍ୟ କେବଳ ଜଣେ ଐତିହାସିକ ଓ ପ୍ରାବନ୍ଧିକ ନୁହନ୍ତି, ସେ ଜଣେ ସାହିତ୍ୟ ସାଧକ ମଧ୍ୟ। ସେ ରାଧାନାଥଙ୍କ ଅନନ୍ୟ ପ୍ରତିଭାରେ ତାଙ୍କ ସାହିତ୍ୟ ପ୍ରୀତି ତଥା ସମାଲୋଚନାର ଦୃଷ୍ଟିଭଙ୍ଗୀ ପ୍ରତିଫଳିତ କରିଛନ୍ତି। ପରବର୍ତ୍ତୀ ସମାଲୋଚକ ହେଉଛନ୍ତି ପଣ୍ଡିତ ବିନାୟକ ମିଶ୍ର। ସେ ଓଡ଼ିଆ ଭାଷାର ଇତିହାସ, ଓଡ଼ିଆ ସାହିତ୍ୟର ଇତିହାସ, ଓଡ଼ିଆ ଛାନ୍ଦ ସାହିତ୍ୟ ଇତ୍ୟାଦି ରଚନା କରି ସେ ଓଡ଼ିଆ ସମାଲୋଚନା ସାହିତ୍ୟକୁ ସମୃଦ୍ଧ କରିଛନ୍ତି। କରୁଣାକର ହେଉଛନ୍ତି ନାରାୟଣାନନ୍ଦ ଅବଧୂତ ସ୍ୱାମୀଙ୍କ ରୁଦ୍ର ସୁଧାନିଧିର ଆବିଷ୍କାରକ ଓ ସମ୍ପାଦକ। ଏଥିରୁ ତାଙ୍କ ଶୁଦ୍ଧ ସମ୍ପାଦନା ରୀତିର ପରିଚୟ ମିଳେ। ଓଡ଼ିଆ ସାହିତ୍ୟର ଆଦିନିଦର୍ଶନ ଚର୍ଯାଗୀତି ସମ୍ବନ୍ଧରେ ଗବେଷଣା କରି ସେ ଯେଉଁ ପାଣ୍ଡିତ୍ୟପୂର୍ଣ୍ଣ ଗ୍ରନ୍ଥ ରଚନା କରିଛନ୍ତି ତାହାର ନାମ ଆଶ୍ଚର୍ଯ୍ୟ ଚର୍ଯାଚୟ। ତ ସମାଲୋଚକ ଗିରିଜାଶଙ୍କର ରାୟ ଓଡ଼ିଶାର ନାଟ୍ୟକଳା, ସାହିତ୍ୟ ସନ୍ଦର୍ଭ ରଚନା ବିଚାର, ସରଳ ଭାଷାତତ୍ତ୍ୱ ଇତ୍ୟାଦିରେ ନିଜର ନୂତନ ଚିନ୍ତାଧାରା ପ୍ରକାଶ କରିବାର ସୁଯୋଗ ପାଇଛନ୍ତି। ପରବର୍ତ୍ତୀ ସମାଲୋଚକ ହେଉଛନ୍ତି ଅନନ୍ତ ପଦ୍ମନାଭ ପଟ୍ଟନାୟକ। ସେ ଭଞ୍ଜ ସାହିତ୍ୟର ଜଣେ ବିଶିଷ୍ଟ ଗବେଷକ ଓ ସମାଲୋଚକ। ସେ ଉପେନ୍ଦ୍ର ଭଞ୍ଜଙ୍କ ଜୀବନୀ ଓ ସାହିତ୍ୟ କୃତି ଉପରେ ବିଭିନ୍ନ ଦିଗରୁ ଆଲୋଚନା କରି ସେ ରଚନା କରିଛନ୍ତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ତାଙ୍କ ଆଲୋଚନାରେ ମୌଳିକ ଦୃଷ୍ଟିଭଙ୍ଗୀର ପ୍ରତିଫଳନ ଅନେକ ସ୍ଥାନରେ ପରିଦୃଷ୍ଟ ହୁଏ। ତ ପରବର୍ତ୍ତୀ ସମାଲୋଚକ ଗୋଦାବରୀଶ ମହାପାତ୍ର ବ୍ୟଙ୍ଗ ଓ ବିଦ୍ରୂପ ମାଧ୍ୟମରେ
ସମାଲୋଚନା କରିବାରେ ଧୁରିଣ ଥିଲେ। ସେ ସମାଲୋଚନା କ୍ଷେତ୍ରରେ ତାଙ୍କର ନିର୍ଭୀକତା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ। ତ ପରବର୍ତ୍ତୀ ସମୟରେ ସବୁଜ ଚେତନାକାଳୀନ ଓ ପ୍ରଗତିବାଦୀ ଚେତନାକାଳୀନ କେତେଜଣ ସାହିତ୍ୟ ଶିଳ୍ପୀ ସାହିତ୍ୟ ସମାଲୋଚନା କ୍ଷେତ୍ରରେ ବେଶ୍ ସୁନାମ ଅର୍ଜନ କରିଥିଲେ। ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ଆଲୋଚନା ପରିସର ମଧ୍ୟକୁ ଅଣାଯାଇପାରେ। ତ ସବୁଜ ଗୋଷ୍ଠୀର ଜଣେ ସକ୍ରିୟ ସାଧକ ହିସାବରେ କାଳିନ୍ଦୀ ଚରଣ ପାଣିଗ୍ରାହୀ ପ୍ରତିଷ୍ଠା ଲାଭ କରିଥିଲେ। ଓଡ଼ିଆ ସାହିତ୍ୟ ସମାଲୋଚନା କ୍ଷେତ୍ରରେ ସେ ବେଶ୍ ଜଣାଶୁଣା। ତାଙ୍କର ସାହିତ୍ୟ ସମାଲୋଚନାମୂଳକ ପ୍ରବନ୍ଧଗୁଡ଼ିକ ପ୍ରବନ୍ଧ ସାହିତ୍ୟରେ ସ୍ଥାନିତ। ଭକ୍ତକବି ମଧୁସୂଦନ ଓ ମଧୁରା ମଙ୍ଗଳା ସମାଲୋଚନା ତାଙ୍କର ଦୁଇଟି ଉଲ୍ଲେଖଯୋଗ୍ୟ ଆଲୋଚନା। ତ ସବୁଜ ଗୋଷ୍ଠୀର ଅନ୍ୟତମ ସଦସ୍ୟ ଅନ୍ନଦାଶଙ୍କର ରାୟ ମୁଖ୍ୟତଃ କବି ହେଲେ ସମାଲୋଚନା କ୍ଷେତ୍ରରେ ମଧ୍ୟ ଲେଖନୀ ଚାଳନା କରିଛନ୍ତି। କବି କବିତା ସମାଲୋଚକ ସମାଲୋଚନା ଇତ୍ୟାଦି ବିଷୟରେ ସେ ବିଶେଷ ଆଲୋଚନା କରିଛନ୍ତି। ମଧୁସୂଦନଙ୍କ ବସନ୍ତ ଗାଥା ଓ ପଦ୍ମଚରଣଙ୍କ ପଦ୍ମ ପାଖୁଡ଼ାର ବହୁ ଦିଗକୁ ସ୍ପର୍ଶ କରି ସେ ସୁନ୍ଦର ଆଲୋଚନା କରିଛନ୍ତି। ପରବର୍ତ୍ତୀ ସମାଲୋଚିକା ହେଉଛନ୍ତି ସାରଳା ଦେବୀ। ସେ ମହାଭାରତୀୟ ନାରୀ ଚରିତ୍ର କବି ଗୋପାଳକୃଷ୍ଣ ପ୍ରତିଭା ଓ କୁନ୍ତଳା କୁମାରୀଙ୍କ କବି ପ୍ରତିଭା ଗ୍ରନ୍ଥତ୍ରୟ ତାଙ୍କୁ ଜଣେ ସାହିତ୍ୟ ସମାଲୋଚିକାର ପ୍ରତିଷ୍ଠା ଦିଏ। ତ ସମାଲୋଚନା କ୍ଷେତ୍ରରେ ତାଙ୍କର ଦୃଷ୍ଟିକୋଣ ବେଶ୍ ପ୍ରସାରିତ ଏବଂ ଗଭୀର। ପରବର୍ତ୍ତୀ ସମାଲୋଚକ ହେଉଛନ୍ତି ଚିନ୍ତାମଣି ଦାସ। ସେ ଓଡ଼ିଆ ସମାଲୋଚନା ସାହିତ୍ୟକୁ ତାଙ୍କର ବିପୁଳ ଦାନ ରହିଛି। ସେ ମଧୁସୂଦନ ଗ୍ରନ୍ଥାବଳୀର ମୁଖବନ୍ଧ ରଚନାରେ ଓ ମଧୁରା ମଙ୍ଗଳାର ଆଲୋଚନାରେ ତାଙ୍କ ପାଣ୍ଡିତ୍ୟର ଯଥାର୍ଥ ପରିଚୟ ମିଳେ। ସେ ଫକୀରମୋହନ ଗୋପବନ୍ଧୁ ଓ ନୀଳକଣ୍ଠଙ୍କ ସାହିତ୍ୟର ଗଭୀର ଅଧ୍ୟୟନ କରିଛନ୍ତି। ତାଙ୍କ ପରବର୍ତ୍ତୀ ସମାଲୋଚକ ହେଉଛନ୍ତି ମାୟାଧର ମାନସିଂହ। ସେ ଓଡ଼ିଆ ସାହିତ୍ୟର ଜଣେ ପ୍ରତିଷ୍ଠିତ ସମାଲୋଚକ। ସେ ଓଡ଼ିଆ ସାହିତ୍ୟର ଇତିହାସ ମାଟିର ମହାକବି ସାରଳା ଦାସ କବି ଓ କବିତା ସରସ୍ୱତୀ ଫକୀରମୋହନ ଆଦି ସମାଲୋଚନା ପୁସ୍ତକରେ ତାଙ୍କ ଗଭୀର ବିଚାରବୋଧ ଓ ଉନ୍ନତ ଗଦ୍ୟଶୈଳୀର ପରିଚୟ ସହଜଲବ୍ଧ। ତାଙ୍କର ପ୍ରତ୍ୟେକଟି ଆଲୋଚନା ସୁଖପାଠ୍ୟ ଏଣୁ ବହୁ ଆଦୃତ। ପରବର୍ତ୍ତୀ ସମାଲୋଚକ ହେଉଛନ୍ତି ସୂର୍ଯ୍ୟନାରାୟଣ ଦାସ। ତାଙ୍କର ଚାରିଗୋଟି ଭାଗରେ ପ୍ରକାଶିତ ଓଡ଼ିଆ ସାହିତ୍ୟର ଇତିହାସ ଓଡ଼ିଆ ସମାଲୋଚନା ସାହିତ୍ୟରେ ଏକ ଉଲ୍ଲେଖନୀୟ ସୃଷ୍ଟି। ତାଙ୍କ ଦ୍ୱାରା ରଚିତ କବିବର ରାଧାନାଥ ଓ ଦେଶପ୍ରାଣ ମଧୁସୂଦନ ଗ୍ରନ୍ଥଦ୍ୱୟରେ ରାଧାନାଥ ଓ ମଧୁସୂଦନଙ୍କ ଜୀବନୀ ସାରସ୍ୱତ ସୃଷ୍ଟି ଉପରେ ଆଲୋକପାତ କରାଯାଇଛି ସରଳ ଓ ନିରାଡ଼ମ୍ବର ଭାଷାରେ। ପରବର୍ତ୍ତୀ ସମାଲୋଚକ ହେଉଛନ୍ତି ନଟବର ସାମନ୍ତରାୟ। ସେ ଓଡ଼ିଆ ସମାଲୋଚନା ସାହିତ୍ୟରେ ଏକ ବହୁ ପରିଚିତ ପ୍ରତିଭା। ଓଡ଼ିଆ ସାହିତ୍ୟର ଇତିହାସ ଓଡ଼ିଆ ସାହିତ୍ୟର ଭିତ୍ତିଭୂମି ଓଡ଼ିଆ ପଲ୍ଲୀ ସାହିତ୍ୟ ଓଡ଼ିଆ ସାହିତ୍ୟରେ ସମୀକ୍ଷା ଓ ସଂଗ୍ରହ ଗଳ୍ପ ନୁହେଁ ସମାଲୋଚନା ନନ୍ଦକିଶୋର ସାହିତ୍ୟ ସମୀକ୍ଷା ଗଙ୍ଗାଧର ସାହିତ୍ୟ ସମୀକ୍ଷା ବ୍ୟାସକବି ଫକୀରମୋହନ ସାହିତ୍ୟାଦର୍ଶ ବଡ଼ଜନା ସାହିତ୍ୟ ସମୀକ୍ଷା ସଖାହୀନା ପଞ୍ଚସଖା ଇତ୍ୟାଦି ବହୁ ସମାଲୋଚନା ଗ୍ରନ୍ଥର ସେ ରଚୟିତା। ବିଶ୍ଳେଷଣାତ୍ମକ ଦୃଷ୍ଟିଭଙ୍ଗୀ ଓ ଯୁକ୍ତିନିଷ୍ଠ ପ୍ରକାଶ ଭଙ୍ଗୀ ତାଙ୍କ ସମାଲୋଚନାରେ ସର୍ବତ୍ର ଉପଲବ୍ଧ। ତ ପରବର୍ତ୍ତୀ ସମାଲୋଚକ ହେଉଛନ୍ତି ବେଣୀମାଧବ ପାଢ଼ୀ। ତାଙ୍କ ପାଣ୍ଡିତ୍ୟପୂର୍ଣ୍ଣ ଆଲୋଚନାର ପରିଚୟ ବହନ କରି ଦାରୁଦେବତା ଧୀ ଓ ଧିଷଣା ଓଡ଼ିଆ ଭାଷାର ରୂପତତ୍ତ୍ୱ ଇତ୍ୟାଦି ଗ୍ରନ୍ଥଗୁଡ଼ିକ। ତ ସ୍ୱାଧୀନତା ପରେ ସମଗ୍ର ଭାରତବର୍ଷରେ ନବଜାଗରଣର ସୂତ୍ରପାତ ହୋଇଛି। କେବଳ ରାଜନୈତିକ ବା ସାମାଜିକ ସ୍ଥିତିର ନୁହେଁ ସାହିତ୍ୟିକ ଓ ସାଂସ୍କୃତିକ ସ୍ଥିତିରେ ମଧ୍ୟ ବହୁ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ଦେଶରେ
ପୂର୍ବାପେକ୍ଷା ଶିକ୍ଷିତଙ୍କ ସଂଖ୍ୟା ବଢ଼ିଯାଇଛି। ସୁତରାଂ ସାହିତ୍ୟ କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି। ପତ୍ରପତ୍ରିକା ପ୍ରକାଶନ, ବିଦେଶୀ ଶିକ୍ଷା, ସଭ୍ୟତା ଓ ଚିନ୍ତାଧାରା ସମକାଳୀନ ଲେଖକ ଗୋଷ୍ଠୀଙ୍କୁ ପ୍ରଭାବିତ କରିଛି। ଓଡ଼ିଆ ସାହିତ୍ୟରେ ବହୁବିଧ ଉନ୍ନତି ଘଟିଛି ଓ ଓଡ଼ିଆ ସାହିତ୍ୟର ଅନ୍ୟାନ୍ୟ ବିଭାଗ ଭଳି ସମାଲୋଚନା ବିଭାଗଟି ମଧ୍ୟ ସମୃଦ୍ଧ ହେବାରେ ଲାଗିଛି। ତ ପ୍ରାକ୍ ସ୍ୱାଧୀନତା କାଳରେ ଯେଉଁ ସମାଲୋଚକଗଣ ସମାଲୋଚନାର କ୍ଷେତ୍ରରେ ଯଶସ୍ୱୀ ହୋଇଥିଲେ, ସେମାନଙ୍କ ମଧ୍ୟରୁ ଅନେକ ସ୍ୱାଧୀନତାର ପରବର୍ତ୍ତୀ କାଳରେ ସେମାନଙ୍କ ଲେଖନୀ ଚାଳନା ଅବ୍ୟାହତ ରଖି ଓଡ଼ିଆ ସମାଲୋଚନା ସାହିତ୍ୟକୁ ବିକାଶ ପଥରେ ଆଗେଇ ନେଉଛନ୍ତି। ଏମାନଙ୍କ ବ୍ୟତୀତ ଅନେକ ନୂତନ ପ୍ରତିଭା ମଧ୍ୟ ଏ କ୍ଷେତ୍ରରେ ଅବତୀର୍ଣ୍ଣ ହୋଇ ଓଡ଼ିଆ ସମାଲୋଚନା ସାହିତ୍ୟକୁ ବଳିଷ୍ଠ କରିବାରେ ସହାୟକ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କେତେଜଣ ବିଶିଷ୍ଟ ସମାଲୋଚକ ଓ ଓଡ଼ିଆ ସମାଲୋଚନା ସାହିତ୍ୟକୁ ସେମାନଙ୍କର ଦାନ ସମ୍ବନ୍ଧରେ ସୂଚନା ଦିଆଯାଇପାରେ। ସୁରେନ୍ଦ୍ର ମହାନ୍ତି ଓଡ଼ିଆ ଗଦ୍ୟ ସାହିତ୍ୟରେ ଜଣେ ନବଦିଗନ୍ତର ସ୍ରଷ୍ଟା। ତାଙ୍କ ରଚିତ ଓଡ଼ିଆ ସାହିତ୍ୟର ଆଦି ପର୍ବ, ଓଡ଼ିଆ ସାହିତ୍ୟର ମଧ୍ୟ ପର୍ବ, ଫକୀରମୋହନ ସମୀକ୍ଷା ଆଦି କେତୋଟି ସମାଲୋଚନା ଗ୍ରନ୍ଥ ତାଙ୍କୁ ଯଥେଷ୍ଟ ସିଦ୍ଧିର ଅଧିକାର କରାଇଛି। ପରବର୍ତ୍ତୀ ସମାଲୋଚକ ବସେନ୍ଧର ମହାନ୍ତିଙ୍କ ଦ୍ୱାରା ରଚିତ ସମାଲୋଚନା ପୁସ୍ତକ ଗୁଡ଼ିକ ମଧ୍ୟରେ ଓଡ଼ିଆ ସାହିତ୍ୟର ଇତିହାସ, ଓଡ଼ିଆ ଭାଷାତତ୍ତ୍ୱର ଭୂମିକା, ଭକ୍ତକବି ଜଗନ୍ନାଥ ଦାସ ପ୍ରଭୃତି ଉଲ୍ଲେଖଯୋଗ୍ୟ। ସମାଲୋଚକ ଦାଶରଥି ଦାସ ଜଣେ ବିଶିଷ୍ଟ ସମାଲୋଚକ। ସେ ସାହିତ୍ୟ ସନ୍ଧାନ, କାବ୍ୟ ସମ୍ବାଦ, ଆଧୁନିକ କାବ୍ୟ ଜିଜ୍ଞାସା, ଚିତ୍ରକଳ୍ପ, କବିସର୍ଯ୍ୟ, କାବ୍ୟ ବିବିଧ ସମାଲୋଚନା, ମୃତ୍ୟୁଲୋକରେ ଋତୁସପ୍ତମ, ଚିହ୍ନା ମାଟି ଅଚିହ୍ନା ଆକାଶ ଇତ୍ୟାଦି ଗ୍ରନ୍ଥଗୁଡ଼ିକ ତାଙ୍କ ଆଲୋଚନା ରୀତିର ସଫଳ ପରିଚାୟକ। ସମ୍ଭ୍ରାନ୍ତ ଭାଷା, ନିର୍ଭୀକ ତଥା ନିଜସ୍ୱ ବକ୍ତବ୍ୟ ଏବଂ ଜ୍ଞାନର ଭୂୟବ୍ୟାପ୍ତି ତାଙ୍କ ଆଲୋଚନାର ଛତ୍ରରେ ପ୍ରତିଫଳିତ। ସମକାଳୀନ ବନମାଳୀ ରଥ, ରବୀନ୍ଦ୍ର କୁମାର ରହରାଜ, ରାଘବାନନ୍ଦ ନାୟକ, ଭଗବାନ ପଣ୍ଡା ପ୍ରଭୃତି ସମାଲୋଚକଗଣ ଓଡ଼ିଆ ସମାଲୋଚନା ସାହିତ୍ୟକୁ ବହୁ ଭାବରେ ରୁଦ୍ଧିମନ୍ତ କରିଛନ୍ତି। ତ ସମାଲୋଚକ ପ୍ରମୋଦ କୁମାର ଦାସ ଓଡ଼ିଆ ନାଟ୍ୟ ସାହିତ୍ୟର ଜଣେ ବିଶିଷ୍ଟ ଗବେଷକ ଓ ସମାଲୋଚକ। ତାଙ୍କ ରଚିତ ଓଡ଼ିଆ ନାଟ୍ୟ ସାହିତ୍ୟର ବିକାଶ ଧାରା, ଓଡ଼ିଆ ନାଟକର ରୂପ ବିଭବ, ଓଡ଼ିଆ ନାଟକର ଶିଳ୍ପ ଚେତନା, ଓଡ଼ିଆ ଲୋକନାଟକ ଇତ୍ୟାଦି ତାଙ୍କର ଗୋଟିଏ ଗୋଟିଏ ବିଶିଷ୍ଟ କୃତି। ପରବର୍ତ୍ତୀ ସମାଲୋଚକ ଗଗନେନ୍ଦ୍ର ନାଥ ଦାସଙ୍କ ସମାଲୋଚନାରେ ନିର୍ଭୀକତା, ସତ୍ୟନିଷ୍ଠତା ଓ ପରିଚ୍ଛନ୍ନତା ଦେଖାଯାଏ। ଜନଶ୍ରୁତି କାଞ୍ଚି କାବେରୀ, ଗଦ୍ୟୋତ୍ତର ଦ୍ୱିତୀ, ଓଡ଼ିଆ ଭାଷା ଚର୍ଚ୍ଚାର ପରମ୍ପରା, ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନ ଇତ୍ୟାଦି ଏହାର ପ୍ରମାଣ। ଉପର୍ଯ୍ୟୁକ୍ତ ସମାଲୋଚକମାନଙ୍କ ବ୍ୟତୀତ ବହୁ ଉଦୀୟମାନ ତଥା ତରୁଣ ସମାଲୋଚକ ମଧ୍ୟ ଲେଖନୀ ଚାଳନା କରି ଓଡ଼ିଆ ସମାଲୋଚନା ସାହିତ୍ୟର ଶ୍ରୀବୃଦ୍ଧି ସାଧନ କରିବାକୁ ପ୍ରତିଶ୍ରୁତିବଦ୍ଧ। ଏମାନଙ୍କ ମଧ୍ୟରେ ବହୁ ତରୁଣ ତଥା ଉତ୍ସାହୀ ଓଡ଼ିଆ ଅଧ୍ୟାପକ ଅନ୍ତର୍ଭୁକ୍ତ।